संग माने जय जगन्नाथ जय मां सुरेश्वरी मोर ब्लॉग के आप को बहुत बहुत स्वागत। आज आप पूजोध्या आपको डुंगरी पारे केमती पूजोध्या आसी नहीं आज देखामी आज केते प्रकार केमती करी पूजा करासी से सब डिटेल्स आपको देखाबी। एटा तो सब जानी कणा नुआ जिनिस देखाबे बोलबे हेले आम केमती करछो माने चलो देखमा केमती करी आम दिन डुंगरी पूजोध्या करा होछि आपन सब विधि विधान बताबी। ଏଟା ସାଙ୍ଗମାନେ ମୁଁ ଏଇ ସାମାନ ବାହାର କରିଛେ ପୂଜାର ସାମାନ ସବୁ ଫଳମୂଳ ଦୁବ ବତୀ ଜାଗର ସବୁ ଏଟା ଏଟା ପହଞ୍ଚି ଗଲେନ ସାଙ୍ଗମାନେ ଆଉ ସମସ୍ତେ ଟାକାଟକି ହେଇଛନ୍ ଅଧା ଲୋକ ଆସି ଯାଇଥିଲେ ନ ଆର ଅଧା ଲୋକ ନ ଆସିଥାଏ ଏଟା ଟାକି କରି ଏଟା ପୂଜା ସାମାନ ମାନେ କାଢି କରି ବସି ଆଶ୍ୱିନ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଏ ପୂଜା କରାଯାଏସି ଏଟା ସବେ ଜାନିଛନ୍। ତାରପରେ ଏଟା ଘରେ ଏନ୍ତା ବନା ହେଇଥିଲା ସେଥିରେ ପାଣି ଦେଲୁ ପାଣି ଦିଅ ବୋଲି ନାନୀ କହିଲେ ତାର ପାଣି ଦେଲେ ଅଧା ଲୋକ ଏଟା ଟାକିଛୁ ପୂଜାର ସବୁ ସାମାନ ମାନେ କଢା କଢି ହଉଛି ଆର୍ ସମସ୍ତେ କଥାବାର୍ତ୍ତା ହେଇକରି ପୂଜା କରା ଆରମ୍ଭ କରବାର୍ ଲାଗି କଥା ହଉଥିଲେ ଆଉ ଏଟା ସମସ୍ତେ ସେ ଚାରିତରାରେ ପାଣି ଦେଲେ ପାଣି ଦେଲା ପରେ ତାରପରେ ଏଟା ପୂଜା ଆରମ୍ଭ ହବା ଦେଖୁନ୍ କମ୍ ଲୋକ ଥିଲୁ କିନ୍ତୁ ଭଲ ସେ ପୂଜା କରାହେଲା କମ୍ ଲୋକରେ ଭଲ ସେ ପୂଜା କରାହେଇ ପାରସି ଆପଣ ମାନେ ବି ଜାଣିଥିବେ ଆମେ ଯେନ ରହୁଛୁଁ ଡୁଙ୍ଗରିପାଲିରେ ତାର ପାଖେ ଏଇଟା ଗୋଟେ ନାନୀ ଘରଟେ ଅଛନ୍ ତାକର ଘରେ ଏଥର ଆରମ୍ଭ କନୁ ଅଲଗା ଆଡେ ନହେଲେ ଯାଉଥୁନୁ ଇନ 5-7 ଜଣ ହେଲାନ କରୁ ବୋଲି କଥା ହେଲେ ବୋଲି ଇନ ଆରମ୍ଭ କରିଛୁଁ ଏଟା ଲିଙ୍ଗ ବନା ହବା ଲିଙ୍ଗ ତୋଳା ହେସି ବୋଲି କହିସନ୍ ଏଟା ସମସ୍ତେ ଧରା ଧରି ହେଇକରି ଲିଙ୍ଗ ତୋଳା ବେଲେ ହୁଲାହୁଲି ମାରିକରି କରାହଉଛି ମୁଇଁ ନଏଜ୍ ଇଟା ବନ୍ଦ କରିଦେଇଛେ ନାଇଁ ଶୁଭା ଏଟା ଲିଙ୍ଗ ଏନ୍ତା କରି ତୋଳା ହେସି ଦେଖୁନ୍ ଏନ୍ତି କରି ବନା ହଉଛି ଆଉ ଲିଙ୍ଗ ବନା ହେଲା ଗୁଆ ଗୁଇ ବସା ହବା ଇନ ଦେଖିବେ ଏଟା ବନାଉଛନ୍ এই ସବୁ ଜିନିଷ ଯେନ୍ ମାନେ କରୁଛନ୍ ସେମାନେ ଜାଣି ଯାଇଥିବେ ନାଇଁ ଜାଣିଲା ଲୋକେ ଏଟା ତାମାନେ ନୂଆ ଲାଗୁଥିବା କିନ୍ତୁ ଏନ୍ତା କରି କରାହେସି ତାରପରେ ଏଟା ଜାଗର ଯୁଗରେ ଜାଲି କରି ଫଲମୂଳ ଚଢେଇ ବସିଲେ ଏଥର ତାରପରେ ଲିଙ୍ଗ କରାହେଲା ପରେ ଏଟା ମୁଇଁ ଟିକେ ସେ ପଛାଡୁ ସୁଟ୍ କରିଦେସି ବୋଲିକରି ସୁଟ୍ କରୁଥିଲି ଆଉ ସମସ୍ତେ ମୁଡ଼ିଆ ମାରୁଥିଲେ ଏଟା ଇଆଡେ ଗୀତ ଗାଇବାର ଲାଗି ବହିକେ ପୂଜା କରାହଉଥିଲା ଭୋଗରାଗ ଦୀପ ସବୁ ଜଲା ହଉଥିଲା ଏନ୍ତା କରିକି ବହି ପୂଜା ହେସି ତାରପରେ ଗୀତ ଆରମ୍ଭ କରାହେସି ଇଆଡେ ଫେରି ଦୀପ ଧୂପ ଜାଲିକରି ସମସ୍ତେ ଫଲମୂଳ ଫୁଲ ସବୁ ଯାହା ଆଣିଥିଲେ ମହାପୁରୁ ଉପରେ ସବୁ ଚଢାଚଢି କରୁଥିଲେ କ୍ଷୀର ଦୁବ ଫୁଲ ଯାହା ବି ସବୁ ପୂଜା ସାମାନ ଅନାହେଇଥିଲା ସମସ୍ତେ ଚଢଉଥିଲେ ଏଇଟା ମୁଇଁ ବି ତାପରେ ଚଢାଲି ମୁଇଁ ଯେହେତୁ ସୁଟ୍ କରୁଥିଲି ମୁଇଁ ଚଢାଲାଟା ନାଇଁ ସୁଟ୍ ହେଇପାରୁଥାଇ କେହି ଏଇଟା ତାରପରେ ଇଆଡେ ସେ ନାନୀ ଘର ବାବୁ ଏଟା ଡେବରି ପୂଜା ଗୋଟେ କରସନ୍ ଏଟା ସବେ ଜାନିଥିବେ ସେଟା ସବୁ ଡେବରି ହାତେ କରାହେସି ବୋଲି ସବେ କହୁଥିଲେ ଆର୍ ବତୀ ବି ଡେବରି ହାତେ ଜାଲ ବୋଲି କହୁଥିଲେ କିନ୍ତୁ ବତୀ ଡେବରି ହାତେ ଜାଲି ନାଇଁ ହଉତେ ସେଥିର୍ଲାଗି ସେ ଛୁଆ ଲୋକ ଆରୁ ନିଜେ ଯେମିତି ବତଉଥିଲେ ଏଇଟା ପାଖେ ବସିକରି ଜଣେ ବତେଇ ଦଉଥିଲେ ଏଟା ସେ କରୁଥିଲେ ସବୁ ଦୀପ ଡେବରି ହାତେ ଚାଲିଲେ ଫୁଲ ବି ଦେବେ ଡେବରି ହାତେ ଆର ଭୋଗ ବି ଲଗାବେ ଏଟା ଗୋଟେ ବଢିଆ ପୂଜା କରାହେସି ପୂଜୋତିଆରେ ଯେନ୍ ମାନେ କରୁଛନ୍ ଜାନି ଯାଇଥିବେ ନୂଆ ଲୋକେ ଟିକେ ନୂଆ ଲାଗ୍ବା ଦେଖୁନ୍ ବହୁତ ବଢିଆ ଲାଗ୍ସି ସମସ୍ତେ ଭୋଗରାଗ ଦେଇ ଦେଇଥିଲେ ଚାଉଳ ଦୁବ ଇନ ନାଇଁ ଦିଆ ହୁଏ ଇନ ଚାଉଳ ଦୀପ ଭୋଗ ଫୁଲ ଏସବୁ ଜିନିଷ ମାନେ ଦିଆହେଇଛି ସେ ବାବୁ ଇଟା ପୂଜା କରିଥିଲେ ଡେବରି ହାତେ ସମସ୍ତେ ହସୁଥିଲେ ଏନ୍ତି କରି କରୁଛନ୍ ବୋଲିକିରି ଛୁଆ ଲୋକ ଥୋଡେ ଜାନବେ କାଁ ଆରୁ ଆମେ କହିବାରୁ ସେ କରୁଥିଲେ ଏଇଟା ଏନ୍ତା କରି ଡେବରି ପୂଜା କରାହେସି ଦେଖୁନ୍ ବହୁତ ଭଲ ଲାଗ୍ସି ଏଇ ଜିନିଷ ମାନେ ଆମର୍ ପଶ୍ଚିମ ଓଡ଼ିଶାର ସଂସ୍କୃତି ପରମ୍ପରା ଏଇଟା ଗୋଟେ ବହୁତ ଭଲ ଲାଗ୍ସି ଏଇଟା ଲିଙ୍ଗ ଉପରେ ସବୁ ଚଢା ହେଇଛି ଫୁଲ ଫଳ ଦୁବ ସବୁ ଜିନିଷ ତାରପରେ ଇଆଡେ ଗୀତ ଗାଉଛନ୍ ଏଇଟା ସେ ନାନୀର ବାପା ଗୀତ ଗାଉଛନ୍ ସେ ତଳେ ବସି ନାଇଁ ପାରନ୍ ହେଥିର୍ଲାଗି ଚୌକିରେ ବସିକିରି ଗୀତ ଗାଉଛନ୍ ଆଉ ନାନୀ ସବୁ ଜିନିଷ ଇଆଡେ ଏଟା ଯୋଗେଇ ଦଉଥିଲେ 21 ପ୍ରକାର ଫଳ ଛୁଇଁବାକେ ପଡସି ଗୀତରେ ସେଟା ପଡସି ଆରୁ ସେଥିର୍ଲାଗି ଏଟା ସବୁ ଯୋଗା ହେଇକରି ରଖା ହେଇଛି ସବୁ ଆୟୋଜନ କରାହେଇକରି ଏଟା ସମସ୍ତେ ଶୁଣୁଛନ୍ ଗୀତ ଶୁଣୁଛନ୍ ବସିକରି ଗୀତ ଶୁଣବାରଟା ବହୁତ ମନ ଦେଇକରି ବହୁତ କଷ୍ଟ ଏ ସମସ୍ତେ କଥାବାର୍ତ୍ତା ହେଇ ଦଉଥିସନ୍ ତାରପରେ ଏଇଟା ଗୀତ ଶୁଣିଲା ଭିତରେ ମହାପ୍ରଭୁଙ୍କୁ ଏଇଟା ସେଙ୍କା ଯିବା ଛୁଆ ସେଙ୍କା ବୋଲି କହିସନ୍ ଏଇ ପାଠଟା ସାଙ୍ଗମାନେ ବହୁତ ଭଲ ଲାଗ୍ସି ଯେନ୍ ମାନେ କରୁଥିବେ ଜାନିଥିବେ ଏତେ ଭଲ ଲାଗ୍ସି ମତେ ତ ବହୁତ ଭଲ ଲାଗ୍ସି ଆମର ପାଖର ଆଖର ଯାହା ଥିଲେ ସମସ୍ତେ ଏଇଟା ସୁଟ୍ କରିବି ଜଣକ ଜଣକଟା ବୋଇଲି ବୋଲେ ବହୁତ ଔଷଧରେ ସମସ୍ତେ ଭଲସେ କରିଛନ୍ ଆପଣମାନେ ବି ଦେଖୁନ୍ ଜଣ ଜଣ କରି କରାହେଇଛି ଆର୍ ଏଇ ଜିନିଷ ସଂସ୍କୃତି ପରମ୍ପରା ଆମର ପଶ୍ଚିମ ଓଡ଼ିଶାର ବହୁତ ଭଲ୍ ଥିସି ଅନ୍ୟମାନଙ୍କର ଅପେକ୍ଷା ଆପଣମାନଙ୍କୁ କେନ୍ତା ଲାଗ୍ସି କହିବେ ଏଇଟା ମହାପ୍ରଭୁଙ୍କର ନାହିଁ ଖୁଜା ହଉଛି ଯେନ୍ଟା କି ହଳଦୀରେ ବନା ହେଇଛନ୍ ମହାପ୍ରଭୁ
ଫୁଲ ଛେଙ୍କି ହେଇଯାଇଛି ବୋଲେ ନାଇଁ ଦିଶବାରକେ ଆର୍ ସେଥିରେ ନାହିଁ କରାହେଇଛି ସୂତା ସେଟା ରୂପାର ଚକୁରେ ସେଟା କାଟବେ ଏବେକା ମୁଇଁ ପାଖ ଟିକେ ନେବାର୍ ଲାଗି ସର୍ଟ ହେଇଛି ଏଦେ ଟିକେ ଦିଶୁଛେ ଦେଖୁନ୍ ଏଟା ହଳଦୀର ମହାପ୍ରଭୁ ବନା ହେଇଥିସି ବହୁତ ଲୋକ ଜାଣିଥିବେ ଯେନ୍ମାନେ କରୁଛନ୍ ଉପାସ ଆଉ ଏଇଟା ପୁଅମାନଙ୍କର ଲାଗି ଆୟୁଷ ବୃଦ୍ଧି ଲାଗି ମା ମାନେ ଗୋଟେ ଦିନ ଉପାସ ରହିସନ୍ ଆଉ ତାଙ୍କର ମଙ୍ଗଳ କାମନା ଲାଗି ବହୁତ କଷ୍ଟରେ ଉପାସ ରହିବାକେ ପଡ଼୍ସି କିନ୍ତୁ ବଡ଼ ହେଲେ ପିଲାମାନେ ଏଇଟା ବୁଝି ନାଇଁ ପାରବାର୍ କାଁ କର୍ମା ଫିର୍ ବି ବୁଝବେ ଛୁଆ ଅଛନ୍ ଏବେ ନାଇଁ ଜାଣିପାରନ୍ ଯେନ୍ମାନେ ବଡ଼ ହେଲେ ନ ବୁଝିପାରିବେ ଏଇଟା ଲାଷ୍ଟରେ ଚକୁରେ ଦେଖୁନ୍ ସାଙ୍ଗମାନେ ନାହିଁ କାଟିଲେ ଆଉ ତାରପରେ ଏଇଟା ସମସ୍ତେ ଗୁଡ଼ ଗୁଡ଼ କରି ସେଙ୍କିବେ ଇନ ମହାପ୍ରଭୁଙ୍କୁ ଫୁଲ ଦିଆଯିବା ତାପରେ ଘିଅ ଦିଆଯିବା ଆଉ ନିଆଁରେ ସେଙ୍କା ଯିବା ତାପରେ କ୍ଷୀର ପିଆଯିବା ଆପଣମାନେ ଦେଖିପାରୁଥିବେ ଏଇଟା ଜଣ ଜଣ କରି କଲା ବେଲେ ଆପଣଙ୍କୁ ଜାଣିଯିବେ ଧୀରେ ଧୀରେ କ୍ଷୀର ବି 7 ଥର ପିଆଯିବା ଏଇଟା ଦେଖୁନ୍ କ୍ଷୀର ପିଆଉଛନ୍ ମାମା ଏଇଟା ନାନୀର ମା ସେ ଆଉ କଲେ ଆରମ୍ଭ କଲେ ତାରପରେ ଆମେ ଗୁଟ ଗୁଟ କରି ସମସ୍ତେ କରିଛୁଁ ସବୁ ପୂଜା ମାନଙ୍କରେ ଅଲଗା ଅଲଗା ନିୟମ ଥିସି ଏଥିରେ ବି ଅଲଗା ଅଛି ଏଇଟା କରବାର୍ ଲାଗି ବହୁତ ଭଲ ଲାଗ୍ସି ମତେ ତ ବଢ଼ିଆ ଲାଗ୍ସି ଆପଣ ମାନଙ୍କୁ କହିଲି ଆଉ ସବୁ ମା ମାନେ ବହୁତ କଷ୍ଟରେ ନିଜର ପୁଅ ମାନଙ୍କର ଲାଗି ଝିଅ ମାନଙ୍କର ଲାଗି ବି ଖାଲି ପୁଅ ମାନଙ୍କର ଲାଗି ବୋଲି ନାଇଁ ଆଜିକାଲି ଦୁନିଆରେ ଝିଅ ମାନଙ୍କର ଲାଗି ବି କରାହଉଛି ନିଜର ପୁଅ ଝିଅ ମାନଙ୍କର ଲାଗି ମଙ୍ଗଳ କାମନା କରିକିରି ସେମାନେ ବହୁତ କଷ୍ଟରେ ଗୋଟେ ଦିନ ଉପାସ ରହିକରି ମହାପ୍ରଭୁଙ୍କର ଆଗରେ ସେମାନେ ଏତେ ପୂଜା କରସନ୍ ଆଉ ସେ ଶକ୍ତି କେନୁ ଆଇସି ସେଟା ମହାପ୍ରଭୁ ହିଁ ଦେସନ୍ ଆଜିକାଲି କଳି ଯୁଗରେ ତ ଦିହି ପାହାଚ ଗଲେ ଭଲ୍ ନାଇଁ ରହିବାର୍ ଫିର୍ ବି କେନୁ ଶକ୍ତି ଆଇସି ସେଟା କରସନ୍ ମା ମାନେ ଯେନ୍ ମା ମାନେ କରୁଛନ୍ ସେମାନେ ଜାଣିପାରିବେ ମୁଁ ଯାହା କହୁଛେ ବୁଝିପାରିବେ ଏଇଟା ଦେଖୁନ୍ ଫୁଲ ଚଢ଼ଉଛନ୍ ତାପରେ ଘିଅ ଦେବେ ଏନ୍ତି କରି ପୂଜା କରାହେସି ତାପରେ ତାହାକୁ ଝୁଲା ବି ହେସି ତାପରେ ଜଣକେ ଜଣକେ ପନ୍ତ ମାନକେ ଦେଇକରି ସେ ମହାପ୍ରଭୁଙ୍କୁ ନିଆ ହଉଥିସି ଆର୍ ଜଣ ଜଣ କରି କରୁଥିସନ୍ ଏନ୍ତି କରି ଇ ସଂସ୍କୃତି ଇ ପରମ୍ପରା ଆମର ପଶ୍ଚିମ ଓଡ଼ିଶାରେ ହିଁ ଦେଖବାକେ ବେଶୀ ମିଲ୍ସି ଏସବୁ ଜିନିଷ୍ କରବାର୍ ଲାଗି ବହୁତ ଭଲ୍ ଲାଗ୍ସି ଆର୍ ଆପଣମାନେ ବି ଯେନ୍ମାନେ ଉପାସ କରୁଛନ୍ ସେମାନେ ଜାଣିପାରୁଥିବେ କେନ୍ତା ଲାଗ୍ସି କରବାର୍ ଲାଗି ଯେ ତାରପରେ ଏଇଟା ମନିକେ ପଲେଇ ଆଇଲା ଆଉ ଜଣେ ମୋରଟା ଏଇଟା ସୁଟ୍ କରିଦେଲେ ତାପରେ ଏଇଟା ମୁଇଁ ଦେଖିଲି ଘିଅ ଦେଲି ତାପରେ ଫୁଲ ଦେଲି ଫୁଲ ତାପରେ 5-7 ଥର ସେଙ୍କା ଗଲା ତାପରେ 7 ଥର କ୍ଷୀର ବି ପିଆଗଲା ଇ ଟାଇମ୍ରେ ମତେ ବହୁତ ଆତ୍ମା ଶାନ୍ତି ଲାଗୁଥିଲା ଯେନ୍ଟା କି ସବୁ ମା ମାନଙ୍କୁ ଲାଗ୍ସି ଏନ୍ତା ପୂଜା କଲେ ବହୁତ ଭଲ୍ ଲାଗ୍ସି ଆର୍ ଏସବୁ ଜିନିଷ୍ ସାଙ୍ଗମାନେ ଆପଣମାନଙ୍କୁ ଦେଖାବାର୍ ଲାଗି ମୁଇଁ ଉପାସ କରିକରି ବି ବହୁତ ସୁଟ୍ କରୁଥିଲି ଯେନ୍ଟା କି ସମସ୍ତେ କରସନ୍ ଯେନ୍ମାନେ ୟୁଟ୍ୟୁବ କରୁଛନ୍ ଜାଣୁଥିବେ ଆଉ ଏଇଟା ମୁଇଁ ହସୁଥିଲି ଝୁଲାଲା ବେଲେ ସମସ୍ତେ ତାରପରେ ନାନୀ ଆସିଥିଲେ ଆଉ ନାନୀକେ ମୁଇଁ ଦେଲି ସେ ଫେର୍ ଏନ୍ତା କରି ସେକିଲେ ଏସବୁ ଜିନିଷ୍ କଲାବେଲେ ବହୁତ କଷ୍ଟ ହଉଥିଲା ଉପାସ କରିକରି ଆପଣମାନେ ବୁଝିପାରୁଥିବେ ସେଥିର୍ଲାଗି ଆପଣମାନଙ୍କୁ ମୁଁ ଦେଖାମି ବୋଲିକରି ସାଙ୍ଗମାନେ ଏସବୁ ଜିନିଷ୍ କରୁଛେଁ ସେଥିର୍ଲାଗି ଆପଣମାନଙ୍କୁ ଗୋଟେ ରିକ୍ୱେଷ୍ଟ ମୋର୍ ଚ୍ୟାନେଲ୍କେ ଆପଣମାନେ ଲାଇକ୍ ସବସ୍କ୍ରାଇବ୍ ଆର୍ ସେୟାର କରିଦେବେ ଯେନ୍ଟାକି ବହୁତ ପରିଶ୍ରମ ଲାଗୁଛେ ଆପଣମାନଙ୍କୁ ଏସବୁ ଜିନିଷ୍ ଦେଖାବାର୍ ଲାଗି ସେଥିର୍ଲାଗି ସବେ କହେସନ୍ ଲାଇକ୍ କରୁନ୍ ବୋଲିକିରି କହେସନ୍ ମୁଇଁ ବି କହୁଛେଁ ସବସ୍କ୍ରାଇବ୍ ବି କରିବେ ଏଇଟା ଭୋଗ ଭୋଗା ସବୁ ରେଡ଼ି ହେଇଗଲାନ ତାରପରେ ଏଇଟା ସେ 21 ପ୍ରକାର ଫଳ ଯେନ୍ ଛିଁବାର୍ କଥା କହୁଥିଲି ଏଇଟା ସବୁ ସମସ୍ତେ ଛିଉଁଥିଲୁ ଏନ୍ତି କରି ଗୀତରେ ଯେନ୍ ଫଳର ନାଁ ପଡ଼ୁଥିଲା ସେ ଫଳ ମାନେ ଆମେ ଛୁଉଁଥିଲୁ ଏଇଟା ଗୁଟ ଗୁଟ କରି ସାଡ଼ୁ ଦଉଥିଲି ଆଡ଼େ ଛିଁଲା ପରେ ତାପରେ ମହାପ୍ରଭୁଙ୍କର ପାଖ୍କେ ନେଇକିରି ରଖା ହଉଥିଲା ଏଇଟା ମକା ଆଖୁ ତାପରେ କାକୁଡ଼ି ବିଭିନ୍ନ ପ୍ରକାର 21 ପ୍ରକାର ଫଳ ବହିରେ ଯେନ୍ ବହି ଫଳର ନାଁ ଆସିବା ସେ ଫଳକେ ଛିଁବାକେ ପଡ଼ୁଥିଲା ଏଇଟା ତାପରେ ଗୀତ ସରି ଆସିଥିଲାନ ଆରୁ ଗୀତ ଲାଷ୍ଟ ହେଇ ଆସିଥିଲାନ ଏଇଟା ଆମେ ସମସ୍ତେ ବସିକି ଟିକେ ଗପି ଦେଉଥିଲୁଁ 2-4 ଜଣ ଜମଲେ ତ ଏନ୍ତା ହେସି ଜାଣିଥିବେ ତାରପରେ ଆଲତି ଆରମ୍ଭ ହେଇଗଲା ଦେଖିବେ ତାର ଏଇଟା ନାନୀ ବସିଛନ୍ ଲାଷ୍ଟ ହେଲାନ ସେଥିର୍ଲାଗି ଆଲତି ଦେବାର୍ ଲାଗି ଏଇଟା ପୂଜା ଦିନ 4 ବଜେ କରାହେସି 4 ବଜେ ବା ସନ୍ଧ୍ୟାରେ କରାହେସି କେନ୍ ନଦୀ ବନ୍ଧକେ ଯାଇକରି କରାହେସି ଆମେ ନାଇଁ ଯାଇପାରି ହେଥିର୍ଲାଗି ଆମର୍ ଘର ପାଖରେ ଜଣଙ୍କର ବାଟେ ଏଇଟା କରିଛୁଁ ଯେନ୍ଟା କି 4-5 ଜଣ ମିଶିକରି କରାହେସି ଜଣେ ବି କରିପାରେ
ଏନ୍ତା ବାଲିର ଗୋଟେ ବେଦି ବନା ହେବା ସେଥିରେ 4ଟା ଲେଖେନ୍ କାଠି ଆରୁ 4ଟା କାଙ୍କଡ଼ି ବା ଭେଣ୍ଡି ଚୌକି କରିକିରି ଗଢ଼ା ହେବା ଫୁଲ ଚାଉଳ ଦେଇକିରି ପୂଜା କରାହେସି ଏଟା ଜଣକେ 4ଟା ଲେଖେନ୍ ସକାଳେ 4ଟା ଆରୁ ପୂଜା ଦିନ ସନ୍ଧ୍ୟାରେ ଯେନ୍ କରିବେ ସେଟା 4ଟା ଟୋଟାଲ୍ 8ଟା ଲେଖେନ୍ କରାହେସି ଏଟା ଆମେ ଦଉଛେ ଦେଖୁନ୍ ତାରପରେ ଆମେ ସକାଳେ ଏଟା ପାହାନ୍ତିଆରେ ଫେର୍ କରିଛୁଁ ଏଟା ସେ ଜାଗାରେ ଦୀପ ଧୂପ ଜାଲିକରି ଇହାଦେ ଦୀପ ଜାଲବେ ଭୋଗ ଲଗାବେ ସନ୍ଧ୍ୟା ବେଲି ତ କରା ନାଇଁ ହୁଏ ସବୁ ଜିନିଷ୍ ଏଟା ସବୁ ଦୀପ ଜାଲି କରି ପୂଜା କରାହେଲା ଜଣ କରି ତାରପରେ ଦୀପ ଧରି କରି ଚନା ଗିଲସନ୍ ଯେନ୍ଟା ବଲସନ୍ 8ଟା ଚାଉଳ ଆର୍ ଚନା 8ଟା ହେନ୍ତି କରି ମିଶେଇ କରି ସେଟା କ୍ଷୀର ସର ବାର୍ କଦଳୀରେ ଦେଇକରି ସେଟାକେ ଗିଲସନ୍ ଆରୁ ନଦୀରେ ଦୀପ ସେଟା ଉହଲେଇ ଦେସନ୍ ଆମେ ତ ଏନ ନଦୀ ବନ୍ଧ ପାଖେ ନାଇଁନ ଆମେ ଘରେ କରିଛୁଁ ହେଥିର୍ଲାଗି ଗୋଟେ ଟପରେ ପାଣି ରଖା ହେଇଥିଲା ଆର୍ ସେନ ଯାଇକରି ସମସ୍ତେ ଦୀପ ଯାକର ଉହଲେଇଛୁଁ ଇହାଦେ ଉହଲାବେ ଦେଖବେ ଜଣ କରି ଯାଇକରି ସେନ ଦୀପ ମାନେ ଉହଲା ହେଇଛେ ଏଟା ଦୀପ ମାନେ ଜାଲୁଛୁଁ ଦୁବ ମାନେ ବି ଆଣିଥିସନ୍ ଦୁବ ବି ଚଢ଼ା ହେସି କେତେ ଜାଗାରେ ଦୁବ ଆନସନ୍ ଆର୍ କେତେ ଜାଗାରେ ନାହାନ ଏଟା ମୁଇଁ ଦୀପ ଜାଲୁଥିଲି ସବୁ ଚନାଚନି ବାରୁଥିଲି ଆରୁ ସେନ ସେ ପାଖେ ଟପ୍ ରଖା ହେଇଛେ ଦିଶୁଥିବା ସେନ ଦୀପ ଉହଲା ମୁଁ ଜଣେ ଜଣେ କରି ଦେଖବେ କାଁ କରିବେ ଅସୁବିଧା ଟାଇମ୍ରେ ଏନ୍ତା ଚଲାବାକେ ପଡ଼୍ସି ପ୍ରାୟ ଲୋକ୍ ଏବେ ଏନ୍ତା କରୁଛନ୍ ନଦୀ ଆର୍ ବନ୍ଧ ଯଦି ପାଖେ ନାଇଁନ ଗାଁ ଗହଲିରେ କରାହେସି ଆମର୍ ଗାଁରେ ତ କରାହେସି ବନ୍ଧକେ ଯାଇକରି କରସନ୍ ଏନ୍ତିକରି ଇଟା ଦୀପ ଜାଲୁଛନ୍ ଉହଲଉଛନ୍ ଆର୍ ଚନା ଗିଲୁଛୁଁ ଜଣ ଜଣ କରି ଯିମୁ ଦେଖୁନ୍ ଇଟା ନାନୀ ବି ଆସିଲେ ଦୀପ ଉହଲାଲେ ଗାଁ ଗହଲିରେ ବନ୍ଧ ଥିସି ବନ୍ଧ ମାନକେ ଯାଏସୁଁ କରସୁଁ ଆରୁ ଯେ ସୋନପୁରରେ ମୁଇଁ କହୁଥିଲି ଆମର୍ ସୋନପୁରରେ ନଦୀକେ ଯାଏସନ୍ ସବେ ଆମେ ଭାଇଜତିଆ ବେଲେ ନଦୀକେ ଯାଇକରି ଉହଲାସୁଁ କିନ୍ତୁ ଅସୁବିଧା ଟାଇମ୍ରେ ଏନ୍ତା କରି କରାହଉଛେ ଯେନ୍ଟାକି ନିୟମଟା କରାହେସି ବୋଲିକିରି କହେସନ୍ ଯେନ୍ଟା ଏଟା ନିୟମ କରୁଛୁଁ ବୋଲିକିରି କହୁଛୁଁ ଏନ୍ତି କରି ସମସ୍ତେ ତାର୍ ଜୋତିଆ ବି ସେନ ପିନ୍ଧା ପୁନ୍ଧି ହେସନ୍ ଇଟା ମୁଇଁ ଉହଲଉଛେଁ ଦେଖୁନ୍ ଇନନ ଉହଲେଇ ଦେଲୁଁ ଆଉ କାଁ କରିବେ ପାଖେ ଘରେ ଏକା ଅସୁବିଧା ବୋଲିକିରି ଘରେ ହିଁ କରିଦେଇଛୁଁ ଇଟା ଏନ୍ତି କରି ଇଟା ଚନା ଗିଲି ଦେଲୁଁ ଏନ୍ତି କରି କାମ୍ ଚଲିଗଲା ତାରପରେ ଏଟା ଘରକେ ପଲେଇ ଆସିକରି ମୁଇଁ ଦୀପ ଧୂପା ଜାଲିକରି ବାପୁକେ ବନ୍ଦେଇ ଦେଲି ସେ ସ୍କୁଲ୍ ଯିବାର୍ ଥିଲା ଡେରି ହେଇଥିଲା ନ ବଲେ ସେ ଏଟା ବନ୍ଦେଇ ହଉଛେ ଦୀପ ସାର୍ଥକ ଉତରାସନ୍ ଆମର୍ ଆଡ଼େ ଠିଆ ହେଇକରି ବି ଉତରାସନ୍ ଆଉ ମୋର୍ ମା ଘରେ ବସିକରି ବି ଉତରାସୁଁ କେନ୍ ଆଡ଼େ କେନ୍ ନିୟମ ଏନ୍ତା କରି ପୂଜା କରାହେସି ପୂଜୁତା ଏନ୍ତି କରି କରାହେଲା ଆପଣମାନଙ୍କୁ କେନ୍ତା ଲାଗ୍ଲା ଯେ କହିବେ ସାଙ୍ଗମାନେ ଇ ବ୍ଲଗ୍ କେନ୍ତା ଲାଗ୍ଲା ଲାଇକ୍ କରିବେ ସବସ୍କ୍ରାଇବ୍ କରିବେ ପୂଜା ଇତ୍ୟାର କେମିତି କରାହେସି ଆପଣମାନଙ୍କର ଆଡ଼େ ଯେ ମତେ କମେଣ୍ଟରେ କହିବେ ଏନ୍ତି କରି ଇଟା ଦୀପ ଦୁବ ଉତରା ହେଉଛେ ଦେଖୁନ୍ ଆରୁ ନେକ୍ସଟ୍ ବ୍ଲଗ୍ରେ ଫେର୍ ଦେଖାମା ଗୋଟେ ବଢ଼ିଆ ବ୍ଲଗ୍ରେ ଆପଣମାନେ ଭଲରେ ଥିବେ ବୋଲି ମୋର୍ ଆଶା ଜୟ ଜଗନ୍ନାଥ ଜୟ ମା ସୁରେଶ୍ୱରୀ ବାଏ ସାଙ୍ଗମାନେ